ଶିମିଳିପାଳରୁ ଆସିବ ଖୁସି ଖବର ମା ହେବ ଯମୁନା ଆଗାମୀ ଦିନରେ ଯମୁନା ପାଖରୁ ଖୁସି ଖବର ଆସିବା ନେଇ କହିଛନ୍ତି ପୂର୍ବତନ ପିସିସିଏଫ୍ ସୁଶାନ୍ତ ନନ୍ଦ। ତେବେ ଶିମିଳିପାଳର ଜୈବ ବିବିଧତା ସହିତ ବାଘ ସଂଖ୍ୟା କିପରି ବୃଦ୍ଧି କରାଯାଇ ପାରିବ ସେ ନେଇ ସରକାର ଓ ପ୍ରଶାସନ ପଦକ୍ଷେପ ନେଇଥିଲେ। ମହାରାଷ୍ଟ୍ରରୁ ବାଘୁଣୀ ଜିନିତ ଅଣାଯାଇଥିଲା। ଭଲ କଥା ଥିଲା ଯେ ଜିନିତ ପରିବେଶ ସହିତ ଖୁବ୍ ଶୀଘ୍ର ଖାପ ଖୁଆଇ ନେଇଥିଲା। ଜିନତ ଏବେ 4 ଶାବକଙ୍କ ମା ହୋଇପାରିଛି। ଏହି ସମୟରେ ଜିନତ ଅଧିକ ହିଂସ ବ୍ୟବହାର କରିବ। ଜିନତ ଉପରେ ନଜର ରଖିବା ପାଇଁ ଶିମିଳିପାଳରେ ଆଧୁନିକ କ୍ୟାମେରା ଲଗାଯାଇଛି। ସରକାର ଓ ପ୍ରଶାସନ ବି ନଜର ରଖିଛନ୍ତି। ଯମୁନା ପାଖରୁ ଆଗାମୀ ଦିନରେ ଖୁସି ଖବର ଆସିବ। ଶିମିଳିପାଳ ପାଇଁ ଯେଉଁ ଲକ୍ଷ୍ୟ ଥିଲା ତାହା ସଫଳ ହେଲା। ଆଉ ବର୍ତ୍ତମାନ ଭଲ ସମୟ ଆସିଛି। ସାତକୋଶିଆରେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ସରକାର ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ପିସିସିଏଫ୍ ସୁଶାନ୍ତ ନନ୍ଦ। ଏନେଇ ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଭୁବନେଶ୍ୱର ସିନିୟର ରିପୋର୍ଟର ଅମୀୟ ରଞ୍ଜନ ସିଂ। जंगल महाराणी एवं स्वभाव विपरीत दिगरे 4 छुआर जननी परिसार ओडिशा शिमिळीपाल को खुशी खबर आमे कहूँ बाघुणी जिनतर कथा जी एवं